ଯେତେବେଳେ ନାଣ୍ଡୁ ବାବୁ ମୋତେ ବୁକିଂ କଲେ 24-25 ପାଇଁକି ମୁଁ ଯେତେବେଳେ ବୁକିଂ ହେଇକି ଗଲି ସେତେବେଳେ ନାଣ୍ଡୁ ବାବୁ ମୋତେ କେତେ ମିଠା ମିଠା କଥା କହିକି ନେଇକି ଗଲେ। ମୋ ମାଆଙ୍କ ସହିତ କଥା ହେଲେ ମୁଁ ଝିଅ କରିକି ମାନେ ତାକୁ ରଖିବି। ମୋତେ 8 ଲକ୍ଷ ଟଙ୍କାର ବୁକିଂ କଲେ ଆଜ୍ଞା। 8 ଲକ୍ଷ 2 ଦିନ ପରେ ଯେତେବେଳେ ମୋତେ ସେ ପାର୍ଟିକୁ ଡାକିଲେ ମୋତେ 14 ଲକ୍ଷ ଟଙ୍କା ମୋର ବଜେଟ୍ ବଢ଼େଇ ଦେଲେ। କହିଲେ ମା ତୁ ଗରିବ ଛୁଆଟେ ତୋତେ ମୁଁ 14 ଲକ୍ଷ ଦେବି। ମୁଁ ବି ବହୁତ ଖୁସି ହେଇଗଲି। ମୁଁ ଯାହା ହଉ ବାବୁ ମୋ ଡାକ ଶୁଣିଲେ 14 ଲକ୍ଷ ଟଙ୍କା ଦେବେ। କିନ୍ତୁ ମୁଁ ଆଉ ଏଇଟା ଜାଣିନଥିଲି ଯେ 14 ଲକ୍ଷ ଟଙ୍କା ବଜେଟ୍ ସେ ବଢ଼େଇଲେ କେବଳ ମୋତେ ମାନେ ମୋ ଦେହର ଲୋଭକୁ ନେଇକି ସେ ବଢ଼େଇଛନ୍ତି। ଏଇଟା ମୁଁ ଜାଣିନଥିଲି ଆଜ୍ଞା। ମୋତେ ଅଫିସ୍ ଡାକିଲେ ଏଇଠି ମୋ ତଣ୍ଟି ଧରିଲେ ସେ ମାଉଜର ଲଗେଇଲେ ସେଇଠି ସିସି କ୍ୟାମେରା ଥିବ ଆପଣମାନେ ଚେକ୍ କରିବେ। ହୁଏତ ସେ ଦେଖିବେ ନ ଦେଖି ବଡ଼ ଲୋକ। ଆମ ପାଖରେ ଧନ ନାହିଁ ତାଙ୍କ ପାଖରେ ଧନ ଅଛି। ହୁଏତ ସବୁ ଡିଲିଟ୍ କରିଦେବେ। ମୁଁ କହିପାରିବିନି। ମାଉଜର ଲଗେଇ 50 ସେଇ ମାମୁନ ଦିଦିକି ଆପଣ ପଚାରିବେ ବାପି ଦାଦାଙ୍କୁ ପଚାରିବେ ସେଇମାନେ କହିବେ। ସେମାନେ ଖାଲି ହାତ ଯୋଡ଼ିକି ମୋତେ ପଛରେ ଦେଇ କହୁଥିଲେ ପୂଜା ତୁ ଏଠୁ ପଳା। ପୂଜା ତୁ ଏଠୁ ଜୀବନ ରକ୍ଷା କରି ପଳା। ନୂଆ ଛୁଆ 3ଟା ପାର୍ଟି ରେଲସେଲ ସେଠି ହଉଥିଲା। 100 ଲୋକ ସେଠି ଥିଲେ। ପଡ଼ିଆଟା କୋଉ ଘର ନାହିଁ ଅଫିସ ଆମର ସେଠି ପେଣ୍ଡାଲ ଦିହରେ ଅଫିସ ସବୁ ମ୍ୟାନେଜର ଷ୍ଟାଫ ସବୁ ଥାଇକି ସେ ଲେଖିକି ନିଜେ ଗଲା ଯେ ମୁଁ ଇଏ କରିବି ମାନସିକ 2 ଦିନ ମାନସିକ ନିର୍ଯାତନା ତାକୁ ଦେଇଦେଲେ ଲୋକ। ଏତେ ଲୋକ 600 ଲୋକ କେହି ଦେଖିଲେନି। ଯୋଉ 2ଟି ଲୋକ ଯାଇଛନ୍ତି ସେଇ ତାର ସାକ୍ଷୀ ବାପି ମାମୁନି। ଇଏ ଗୋଟେ ପ୍ଲାନିଂ ରେ ଯୋଉମାନେ ପଇସା ନେଇଛନ୍ତି ଆହୁରି କିଛି ଅଛନ୍ତି ପଇସା ଦେଇନାହାନ୍ତି ତାଙ୍କ ନାଁରେ ବି ନୋଟିସ ଯିବ। ମୁଁ ଆପଣଙ୍କୁ କହିଦଉଛି ପଇସା ଯୋଉମାନେ ନେଇଛନ୍ତି ଗୋଟେ ଗ୍ରୁପ ହେଇଛନ୍ତି। ଯୋଉମାନେ ବା ପଇସା ନ ଦେବା ପାଇଁ ଚାହୁଁଛନ୍ତି ଏସବୁ ଆଲିଗେସନ ଆଣୁଛନ୍ତି। ସେ କାନ୍ଦିକି ଅଭିନୟ କରି ଦେଖୁଛନ୍ତି ତ କି ଅଭିନୟ କହିଲେ ଆପଣ କାନ୍ଦିକି କରୁଛି। ସେଠି ଯେତେ ଷ୍ଟାଫ ଥିଲେ ମୋ ପାର୍ଟିକୁ ପଳେଇ ଯାଆନ୍ତୁ ଆପଣ ମାନେ ବୁଝିବେ। ମୋ ଗାଁକୁ ଯାଆନ୍ତୁ ବୁଝିବେ। ସେଠି 600 ଲୋକ ଗୋଟାଏ ଜାଗାରେ ଥିଲେ କେହି ଗୋଟିଏ ଲୋକ ଜାଣିଲେନି।